ଆଜିର ରାଶିଫଳ ଏପ୍ରିଲ ମାସ 6 ତାରିଖ ସୋମବାର। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ ତିଥି ଚତୁର୍ଥୀ ଦିବା 2ଟା 29 ଗତେ ପଞ୍ଚମୀ, ନକ୍ଷତ୍ର ଅନୁରାଧା ରାତ୍ରି 4ଟା ଗତେ ଜ୍ୟେଷ୍ଠା, ଚନ୍ଦ୍ର ବିଛା, ଯୁଗ ଅଶ୍ରୁକ। ଆଜିର ସୂର୍ଯ୍ୟୋଦୟ ସମୟ 5ଟା 51, ସୂର୍ଯ୍ୟାସ୍ତ ସମୟ 5ଟା 59। ମିଥୁନ ରାଶିର ଘାତବାର। ଆଜିର କାଳବେଳା ଦିବା 7ଟା 13 ଗତେ 8ଟା 48 ମଧ୍ୟ, ବାରବେଳା ଦିବା 2ଟା 55 ଗତେ 4ଟା 28 ମଧ୍ୟ, ବିଶୁଦ୍ଧ ବା ଅମୃତ ବେଳା ଦିବା 7ଟା 12 ମଧ୍ୟ, 10ଟା 31 ଗତେ 12ଟା 46 ମଧ୍ୟ, ରାତ୍ରି 6ଟା 45 ଗତେ 9ଟା 11 ମଧ୍ୟ, ବିଶୁଦ୍ଧ ବା ମାହେନ୍ଦ୍ର ବେଳା ଦିବା ରାତ୍ରି 4ଟା 29 ଗତେ 4ଟା 57 ମଧ୍ୟ। ଆଜି ମୂଳା ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ବହୁ ଦିନ ଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି। ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ। ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରସ୍କାର ଆଣିପାରେ। ଭ୍ରମଣ ସମୟ ନିଜର ମୂଲ୍ୟବାନ ଜିନିଷ ଗୁଡ଼ିକକୁ ଯତ୍ନରେ ରଖିବା ହେବ। ସେଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ କିଛି ସମୟ ଧରି ଚାଲିଥିବା ଝଗଡ଼ାର ସମସ୍ୟାକୁ ସମାଧାନ କରି ଶାନ୍ତିରେ ନିଶ୍ୱାସ ନେବେ। ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ୍ ମଜା କରନ୍ତୁ। ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରି ଦୃଢ଼ କରିବ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଚ୍ଛା କରିବେ, କିନ୍ତୁ କାର୍ଯ୍ୟଭାର ଆପଣଙ୍କ ରାସ୍ତାରେ ବାଧା ହୋଇପାରେ। ଆପଣ ଦୁଇଟି ମଧ୍ୟରୁ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ। ସେହିଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ କୌଣସି ଉତ୍ସାହ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ବନ୍ଧୁ ଏବଂ ସମ୍ପର୍କୀୟମାନେ ମିଶି ବହୁତ ମଜା କରିବେ, ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୁଲା ହୋଇଯିବ। ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ। ସେହିଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ। ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ। ପୂର୍ବରୁ ସଞ୍ଚିତ ଧନୁନାଶ ଅଯଥା ବିବାଦ ହେବା କାରଣରୁ ମନ ଭଲ ରହିବ ନାହିଁ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ମଜା ଆରାମର ଦିନ। ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ। ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିମଧ୍ୟରୁ ଆପଣଙ୍କୁ ବହୁତ ଖୁସି ମିଳିବ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କୁ ନିଜର ଚେଷ୍ଟା ଫଳ ମିଳିବ, ଯେଉଁଥିରେ କି ଆପଣଙ୍କ ଜୀବନ ହିଁ ବଦଳିଯିବ। ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି। ନିଜର ଚେଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହି ସମୟଟା ବୋଧହୁଏ ଆପଣ ଚିନ୍ତାଗ୍ରସ୍ତ ହୋଇ କଟାଉଛନ୍ତି। ବ୍ୟସ୍ତ ହୁଅନ୍ତୁ ନାହିଁ, ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚିନ୍ତା ଗୁଡ଼ିକ ମୁକ୍ତି ହୋଇଯିବ। ସେହିଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ। ଏଥିପାଇଁ ଆପଣ ନିଜ କଥା କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ। ଯଦି ଆପଣ ଶାନ୍ତ ରହିବେ, ତେବେ ଭବିଷ୍ୟତରେ ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନ ଆପଣ ସମାଧାନ କରିବେ। ଆପଣଙ୍କର ଏହି ଅସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଆପେ ଦୂରେଇ ଯିବ। ସେହିଭଳି ଦେଖିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ସାମାନ୍ୟ ବିବ୍ରତ ରହିବେ। ଦାୟିତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟ କରିବାର ଅସୁବିଧା ହୋଇପାରେ। ବନ୍ଧୁମାନଙ୍କ ସହ ଫୋନ୍ ମାଧ୍ୟମରେ ବାର୍ତ୍ତାଳାପ ସମୟ କଟିପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି। ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ। ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ, କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।